ଗତ ବୁଧବାର ପବିତ୍ର ପ୍ରଥମାଷ୍ଟମୀ ଅବସରରେ ଭୁବନେଶ୍ୱର ଚନ୍ଦକାର ଝୁମୁକା ଡ୍ୟାମ୍ ନିକଟସ୍ଥ ବନଦୁର୍ଗା ମନ୍ଦିରରେ ପ୍ରତିଷ୍ଠା ଦିବସ ମାଙ୍କର ବିଶେଷ ପୂଜାର୍ଚ୍ଚନା ହୋଇଥିଲା। ଏହି ମନ୍ଦିରରେ ପବିତ୍ର ହୋମ ଓ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ସ୍ଥାନରୁ ମାଙ୍କର ଭକ୍ତଙ୍କର ହୋଇଥିଲା ସମାଗମ। ଚନ୍ଦକାର ସ୍ଥାନୀୟ ବାସିନ୍ଦା ଓ ଶ୍ରୀଯୁକ୍ତ ଅରବିନ୍ଦ ମିତ୍ରଙ୍କର ପରିବାର ଉକ୍ତ ଯଜ୍ଞରେ ଉପସ୍ଥିତ ରହି ମାଙ୍କର ଭବ୍ୟ ଆଳତୀରେ ଅଂଶଗ୍ରହଣ କରିଥିଲେ। ହୋମ ସମାପ୍ତି ପରେ ବନଦୁର୍ଗାଙ୍କ ପାଖରେ ଲାଗି ହୋଇଥିବା ଅନ୍ନପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା। ମିତ୍ର ପରିବାର ପକ୍ଷରୁ ଅନୁଷ୍ଠିତ ଏହି ପବିତ୍ର ବନଦୁର୍ଗା ମନ୍ଦିରରେ ପ୍ରତିବର୍ଷ ବିଭିନ୍ନ ସମୟରେ ଆଡ଼ମ୍ବର ସହିତ ଅନେକ ଦିବସ ପାଳିତ ହୋଇଥାଏ। ଶ୍ରୀଯୁକ୍ତ ଅରବିନ୍ଦ ମିତ୍ରଙ୍କ ପରିବାର ଉକ୍ତ ପବିତ୍ର ବନଦୁର୍ଗା ଉତ୍ସବରେ ସାମିଲ ହୋଇ ମାଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥିଲେ। ଚନ୍ଦକାରୁ ଆନ୍ଦୋଳନ ଓଡ଼ିଶା ବ୍ୟୁରୋ ରିପୋର୍ଟ।